ମାରି ପାରିବନି ସରଳ ଦେଖି ମାରିଦବ ଆମେ ଛାଡ଼ିଦେବୁନି ଆମେ ହଉଛୁ ଶିବ ଭକ୍ତ ଆମେ ଶିବ ପରିବାରକୁ ଜଣେ ମୋ କହିବା କଥା ଯଦି ବନ୍ଦ ହବ ପାନ ଗୁଟୁକା ମଦ ଏମିତିକି ଚୂନ ପତ୍ର ପର୍ଯ୍ୟନ୍ତ ବନ୍ଦ କରବେ ବନ୍ଦ କରବେ ଛଡ଼ା ଗଞ୍ଜେଇ ନୋଟା ବେଳକୁ ଆମର ହଜମ ହଉନି ଗଞ୍ଜେଇ ନୋଟା ବେଳକୁ ଆମ ଝାଡ଼ା ପରିଷ୍କାର ହଉନି ଭାବ ଆସୁନି ଆମେ କଣ ମରିବୁ ଟାଳିବୁ ସରକାର ପଡ଼ିଲା ଏଇ ଚିଲମ ନେଇକିରି ବିଧାନସଭା ଘେରାଉ କରିବୁ ଟାଣିବୁ କଣ ବର୍ତ୍ତମାନ ପାଇଖାନାରେ 3 ସୁଟ ମାରିକି ଆଇଛି ମୁଁ ତ ଟାଣୁଛି ମୋର କିଏ କଣ କରୁଛୁ କୁଆଡ଼େ ଗଲା ବି ଦିଆ ଆସିନି କଳା ପନ୍ଥିନେ ପୁରେଇ ସେ କଳା ପନ୍ଥିନେ ଯୋଉ ଆଣିଥିଲି ଯୋଉ ନରମ ଏ ମାସ 20 ତାରିଖ ହେଲା ନା ଓୟୋ ଇରେ ତମେ କୋଡେ ବଦଳି ଯାଇଛ ମାତ୍ର ଗୋଟିଏ ସୁତ छी ତ ମୋଡ କି ଆଦ ନାହିଁ ଓୟୋ ଏ ସତ୍ର ଘର ପାଇଁ ହେଇକି ଗେମ୍ଫା କରୁଛ ସେଥିରେ ପୁଣି କଞ୍ଜେଇ ଟଣା ଚାଲିଛି କଞ୍ଜେଇ ଓ ବାଟ ସବୁ ଘର ଜୟା ମାନେ ଏମିତି ଗଞ୍ଜେଇ ଟାଣନ୍ତି ତା ଛଡା ମୁଁ ହଉଛି ଘର ଜୟା ସଂଘର ପ୍ରେସିଡେଣ୍ଟ ଗଞ୍ଜେଇକୁ ବାଦ ଦେଲେ ଆମ ସଂଘ ଭାଙ୍ଗିଯିବନି ତା ଛଡା ଶାସ୍ତ୍ର କହିଛି ଯିଏ ନଟାଣେ ଗଞ୍ଜେଇ ଧୁଆ ସେ ଶଳା ବଂଶ ଭଡ଼ା ମୁଁ ଏଇ ମୋଟା ପେଟ ନାହିଁ କହୁଛି କାସ୍ତ ଭାଙ୍ଗିଦେବି ରାଣ୍ଡ ହେଇଯିବି ରାଣ୍ଡ कोई बात नहीं ମୁଁ ଦେଖିଲି ଆଉ କୋଉଠି ଘର ଜୟା ରହିଛି କଣ କହିଲ ହେଇ ତମେ ମତେ ଛାଡି ଆଉ କୋଉଠି ଯାଇକି ଘର ଜୟା ହେଇକି ରହିବ ଆଉ କଣ କରିବି ଏଇଟା ପରା ଆମ ସଂଘର ନିୟମ ଯୋଉଠି ହଉ ଯେମିତି ହଉ ମତେ ଘର ଜୟା ରହିବାକୁ ପଡିବ କାମ ଆମ ସଂଘଟା ଆଜି ମୁଁ ତମର ସବୁ ଡାଉନ୍ କରିଦେବି କୁଆଡେ ଗଲ ମୋ ଝାଡୁ 2-4 ମାସ ପେଟ ବସିଗଲେ ପୁରା ସାଇଡ ହେଇଯିବ ସବୁ ଘର ଜୟା ମାନେ ତାଙ୍କ ସ୍ତ୍ରୀ ହାତରୁ ଝାଡୁ ପାହାର ଖାଇବାକୁ ବାଧ୍ୟ ଏଇଟା ପରା ଆମ ସଂଘର ନିୟମ ଖାଇଦେବି କହୁଛି ଗଞ୍ଜେଇ ଖା ଓ ଗୁଳ ଛାଡ଼ି ଏତେ ବଡ଼ ପାଟି ତୁ କଣ ତୁ ଏ ଘର ସାରା କଣ ଗଞ୍ଜେଇ ଧୂଆ ବାସନା ତମରି ଗୋଟେ ମନ୍ତ୍ର ଜାଣିଲ ପା ଘର ଭିତରେ ବସି ଖାଲି ଗଞ୍ଜେଇ ଖାଉଛନ୍ତି କାନ ये बसरे टणाटणी भिड़ा भिड़ी सब हुए पाइप आउ से केमिति बाहर जीव और डकई लोग ससुरश्री धन्यवाद दबा तुम करू किछि नाही चिलमर गोटे सुक ना हां वही सॉरी और न ससुरश्री धरे तुमे जण दुई गुडिया मनिसटी हम कोन डाउन होउछि ता भाई नुले तमे कोन तम ससुर को मंजई जातता तबे बुझी पारलनि कि ससुरश्री धरी बुझा सब घर जया माने देखो ससुर को मंजई जाचिबे हां एटा पर हम घर जया संघर नियम रे लेखा अछि बा पापा तो सोइला फटो दुलु कीड़ा ताई हां का तो मंजई भितरे कीड़ा काई प्रवेश करा डालिबो बौटी तो पीठी रे इरे चोरी पड़े जीव तो कुआडे पड़े जोले घोड़ा महा गंज तू मने कौन भाबियो केबे बाटे तो टांकू बते आगे को जब तो जान सुनी सेंटी गोटे घर जइना मो पेन जानो तमने काम करो ताकू ने कोठे काम लगेई दियो लगेई नथली कि या का बदुला लूटी लगेउ सेई जागे अधा के हाथ मारिबो तो गुडिया खाई थोड़ा पटई फेरिबो हम तो कथा बोलछ से तो भी जवाब हेबे ए मुथा पर टाइप कर देबी हाउ दे कोठी तारा कोन करे ए कोन कोन कोई ताकरी होटल रोडा को छोटोडिया काम लगेई दवा ये फोन कर ले जिला बड़ बुझिला हेलो आज्ञा हां
चलो मंगा रही जो भी हाथ से खबर पाई जाएगी संगे संगे कर बता दी এখন তো এরকম ঠান্ডাটা লিটাল আমি কলকাতা চললো ওনার ওখানে থাকতে হবে ମୋ ବାପା ଥରକୁ ଥର କଲିକତା ଯାଇ ପୁରା ପୁରା ଟଙ୍କା ଆଣୁଛନ୍ ସେଠି ସେ ଆଉ କିଛି ଉପଦ୍ରବ କରୁନାହାନ୍ତି ତ নিশ্চয় করুছি তো বাবার কলিকতারে নিশ্চয় কিছু দিন নবের ধন্দা আছে এইটি বাপ তো বাবা পছরে সিবিআই করে লাগি যাবি ঘরে ঘর আছে দিকে আজ্ঞা আজ্ঞা আসুন আজ্ঞা আসুন কি আজ্ঞা আপনি কি মু জানিপারিনি নমস্কার ମୁଁ ନିହାର ବହୁତ ଖୋଜିଲା ପରେ ଏଠି ଆସି ପହଞ୍ଚିଛି ଆଜ୍ଞା ହେଲେ ଆପଣଙ୍କ ପରିଚୟ ଆଜ୍ଞା ମାଇ ନେମ୍ ଇଜ ଚୋରି ମୁଁ ଘଡ଼ି କାମ ଧରି ଚୋରି କୁମାର ମୁଁ 10 ବର୍ଷ ବୟ ଘରେ ଘର ଛୁଆ ହେଇକି ଅଛି ଆଉ ଇଏ ହଉଛନ୍ତି ମୋ ସ୍ତ୍ରୀ ମାନେ ଧଡ଼ି ତିଆରିଙ୍କ ଝିଅ ପାଟ ଆଜ୍ଞା ନମସ୍କାର ନମସ୍କାର ଆଜ୍ଞା ମୋ ଶ୍ୱଶୁର ପାଇଁ କିଛି କାମ ଥିଲା କି ଆକ୍ଚୁଆଲି କଥା କଣ କି ଧଡ଼ିଦାରୀଙ୍କ ଭାଣିଜୀକୁ ମୁଁ ବିବାହ କରିଥିଲି କଣ କହିଲି ଆପଣଙ୍କ ବାପାଙ୍କ ଭାଣିଜୀକି ବିବାହ କରୁଛନ୍ତି ଆପଣଙ୍କ ମୁଣ୍ଡ ଖରାପ ହେଇଯାଇଛି ତ ଆଜ୍ଞା ମୋ ବାପାଙ୍କର କେହି ବି ଭାଣିଜୀ ନାହାନ୍ତି ତାପରେ ଧଡ଼ିଦାରୀ ଯୋଉ କଲେ ବୋଲି ଝିଅଟା ମୋ ସହିତ ବିବାହ କରିଥିଲେ ମୋ ଶ୍ୱଶୁର ଆପଣ ପୁରା ଠକି ଯାଇଛନ୍ତି ଆଜ୍ଞା ଆପଣ ଠକି ଯାଇଛନ୍ତି ମୋ ଶ୍ୱଶୁର ଶଳାଟି ହଉଛି 1 ନମ୍ବର ହାବି ଏମିତି ବଲବି ଚଲବି ସଲବି ପରି ଅନେକ 4 କାଟି 5 କାଟି ଝିଅ ମାନେ ସାଙ୍ଗରେ ମୋ ଶ୍ୱଶୁରଙ୍କର କନେକ୍ସନ ଅଛି ସେମିତି ଗୋଟେ ଝିଅ ଆପଣଙ୍କୁ ଚୁଟି ଦେଇଛି ସେ ଆପଣଙ୍କ ଘରୁ ଖୁଆ ଖଟା ବୁଲି ଦେଇକି ଚାଲିଯାଇଛି ଠିକ କହିଛନ୍ତି ଆପଣ ଠିକ କହିଛନ୍ତି ଭଲେ ମୋ ଘରୁ ସୁନା ଭଣା ଟଙ୍କା ପଇସା ସବୁ କିଛି ଚୋରି କରି ଚାଲି ଯାଇଛି ହେଲେ ଧଡ଼ିଦାରୀ ଏବେ କୋଉଠି ଅଛନ୍ତି ବାପା ବର୍ତ୍ତମାନ କଲିକତା ଚାଲିଗଲେ କେବେ ଫେରିବେ ତାର କିଛି ବି ଠିକ ଠିକଣା ନାହିଁ ଓ ଗଡ୍ ମମି କଲିକତା ଥିଲାବେଳେ ଧଡ଼ିଦାରୀଙ୍କ କଥା ମୁଁ ପଲ୍ଲବୀକୁ ବିବାହ କରିଥିଲି ଏବେ ମମି କଲିକତାରୁ ଫେରି ସେ ପଲ୍ଲବୀକୁ ଦେଖିବା ପାଇଁ ଚାହୁଁଛନ୍ତି ଆଉ ଯଦି ଏ ସମୟରେ ପଲ୍ଲବୀକୁ ନ ନେଇ ଫେରେ ଦେଖନ୍ତୁ ଆଜ୍ଞା ଯୋଉ ପଲ୍ଲବୀ ଆପଣଙ୍କ ଘରୁ ଖୁଆ ଖଟା ବୁଲିକି ଯାଇଛି ସିଏ ଆଉ ଆପଣଙ୍କ ପାଖକୁ ଫେରିବେ ବୋଲି ଆପଣ ଭାବୁଛନ୍ତି ବରଂ ମାଙ୍କ ସତ କଥା କହିଦିଅନ୍ତୁ କଥା ସରିବ ନାଇଁ ଆଜ୍ଞା ମମିକୁ ମୁଁ ମିଛ କହିସାରିଛି ଯେ ପଲ୍ଲବୀ ତାଙ୍କ ବାପାଙ୍କ ଅପରେସନ ପାଇଁ ମୁମ୍ବାଇ ଯାଇଛନ୍ତି ଆଉ ଯଦି ସତ କଥା କହିଦିଏ ତାହେଲେ ମୋ ମମି ମରିଯିବେ କାହିଁକି ନା ମୋ ମମି ହଉଛନ୍ତି ଗୋଟେ ଆକୁଟ ହାର୍ଟ ପେସେଣ୍ଟ ମୋ ଶ୍ୱଶୁର ଶଳାଟି ତୁମର ଆଜି ଶଳା ମୋ ଶ୍ୱଶୁର ଆଜ୍ଞା ଆପଣ ଧୈର୍ଯ୍ୟ ଧରନ୍ତୁ ମୋବାଇଲ ନମ୍ବରଟା ମୋତେ ଦିଅନ୍ତୁ ମୋ ଶ୍ୱଶୁର ଆଗାମୀ ଏଠିକି ଆସିଲେ ମୁଁ ଆପଣଙ୍କୁ କଲ୍ କରିବି ଆପଣ ଆସିବେ ଏଇଠି ସବୁ ସମସ୍ୟା ସମାଧାନ ସବୁ ସମାଧାନ ହେଇଯିବ ଯେ ହେଲେ ବାବୁ ଏବେ ଯେ ଦେଖ ମାଆକୁ କଣ ପାଇଁ କଣ କହିବି ଇଏ ବାଟ କଣ କହୁଛୁ ଗୋଟେ କାମ କର କଣ କରିବୁ ତୁ ପଲ୍ଲବୀ ହେଇଯାଉ କଣ ମୁଁ କଣ ରେଡି ଇଲେ ମୋ ବାପା ମା ମୁଁ ଏତେ କରିବି ମୁଁ କଣ ଶୁଣ ତୁ ଗୋଟେ ମିନିଟ୍ ପାଇଁ ଏ ବାବୁଙ୍କର ପଲ୍ଲବୀ ହେଇଯାଏ ଏ ବାବୁଙ୍କ ମମିକି ଫୋନ୍ କର ମମି ବାପାଙ୍କୁ ନେଇକି ମୁମ୍ବାଇରେ ଅଛି ବାପା ଭଲ ହେଇଗଲା ପରେ ମୁଁ ଯାଇକି ତାଙ୍କ ମମି ବୁଝିଯିବେ ଏ ବାବୁ ବି ଟେନସନ୍ ବାବୁ ଚଳିବ ଠିକ ଅଛି ପ୍ଲିଜ ମୋତେ ଟିକେ ହେଲ୍ପ କରନ୍ତୁ ମୋବାଇଲ ଦିଅ ହ୍ୟାଲୋ ନିହାର ପଲ୍ଲବୀ ପାଖରେ ପହଞ୍ଚିଲୁଣି ପ୍ରଣାମ ମମି ମୁଁ ପଲ୍ଲବୀ କହୁଛି ପଲ୍ଲବୀ ବୁଢ଼ୀଟେ ହେଇଥା ମା ତୋ ବାପାଙ୍କ ଦେହ କେମିତି ଅଛି ବିଶେଷ ଭଲ ନାହିଁ ମମି ଡାଡିକୁ ଅପରେସନ କରିବା ପାଇଁ ମୁମ୍ବାଇ ନେବାକୁ ପଡିବ ଓହୋ ଶୀଘ୍ର ନେଇଯା ହଁ ଶୁଣ ଟଙ୍କା ଦରକାର ବୋଲେ ମତେ କହିବୁ ହେଲା ହଁ ମମି ହେଲେ ମମି ଆପଣ ଟିକେ ଆପଣଙ୍କ ଦେହ ପା ଜଗି ରଖି ଚଳୁଥିବେ ମାରେ ତୋ ସହିତ କଥା ହେଲା ପରେ ମୋ ଦେହ ଅଧା ଭଲ ହେଇଗଲାଣି ଆଉ ଥରେ ଦେଖା ହେଇଗଲେ ପୁରା ଭଲ ହେଇଯିବି କେବେ ଆସୁଛୁ ଯିବି ମମି ଯିବି ଡାଡିଙ୍କୁ ଅପରେସନ କରିବା ପୂର୍ବରୁ ମୁଁ ଆପଣଙ୍କୁ ନିଶ୍ଚୟ ଦେଖା କରିବାକୁ ଯିବି ଏ ନିଅନ୍ତୁ ଆପଣଙ୍କ ପୁଅ ସହ କଥା ହୁଅନ୍ତୁ ମମି କଣ ଏଥର ତମ ମନ ଶାନ୍ତି ହେଲା ତ ମମି ମୁଁ ପଲ୍ଲବୀଙ୍କୁ କହିଛି ସେ ମୁମ୍ବାଇ ଯିବା ବାହାରୁ ତମକୁ ଦେଖା କରିଦେଇ ଆସିବେ ଶୁଣ ନିହାର ତୋ ଶ୍ୱଶୁରଙ୍କର ଅପରେସନ ହବ ଜୟ ହିସାବରେ ତୋର କିଛି କର୍ତ୍ତବ୍ୟ ଅଛି ନା ନାଇଁ ଆସିଲା ବେଳେ କିଛି ଟଙ୍କା ଦେଇ ଆସିବୁ ଠିକ ଅଛି ମୁଁ ରଖୁଛି ମମି ବାଏ ଓହୋ ମଣିଷ କିଛି ଦିନ ପାଇଁ ବଞ୍ଚିଗଲା ଏଇଟା ମୋ କଥା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆଜ୍ଞା ଆଚ୍ଛା
Oh my God! Oh my